ଏହା ସମ୍ପୂର୍ଣ୍ଣ ଅସତ୍ୟ ଏବଂ କଳ୍ପକଳ୍ପିତ। ଯାହାର ଭାବନା ଥିବ ସେ ଭାବନାଟା ସମ୍ପୂର୍ଣ୍ଣ ମିଥ୍ୟା ଆଉ ପ୍ରତିଫଳିତ କୌଣସି ତା'ର ଇଏ ନାହିଁ। ଶବ୍ଦରେ କହିଲେ କୌଣସି ନାହିଁ। ଯିଏ ଯଦି ଭାବିବ କ'ଣ ହୁଏ, କୌଣସି ବିଷୟରେ ଆଲୋଚନା ହେଲେ, କୌଣସି ଯଦି ବିଷୟରେ ଉନ୍ନତିମୂଳକ କାର୍ଯ୍ୟରେ ଯଦି ଆମେ ଆଲୋଚନା କରି ତାକୁ ନେଇକି ଆମେ ଯଦି କହିବା ଯେ ଫାଳ ପାଇଁ ହେଉଥିଲା, ତାହେଲେ କହିବା ଏଇଟା ଦୁର୍ଭାଗ୍ୟଜନକ। ତେଣୁକରି ଆମେ କୌଣସି ମତେ କେତେବେଳେ ଦଳରେ 2000 ମସିହାରୁ ଆଜି ପର୍ଯ୍ୟନ୍ତ ଶୃଙ୍ଖଳିତ ହୋଇକି 2003 କର୍ପୋରେସନ୍ ଆରମ୍ଭ ଦିନଠାରୁ ମୁଁ ଦାୟିତ୍ୱ ନେଇକି ଅନେକ ଦାୟିତ୍ୱରେ ଦୁଇ ଥର ମଧ୍ୟ ମେୟର ଥିଲି, ଦୁଇ ଥର ବିଧାୟକ ଥିଲି, ଥରେ କର୍ପୋରେଟର ମଧ୍ୟ ଥିଲି 2003ରୁ 8 ପର୍ଯ୍ୟନ୍ତ। ତେଣୁକରି କୌଣସି ମତେ କେତେବେଳେ ନଥାଏ, ଯଦି କିଏ କହୁଥିବ ସେ ତାଙ୍କ ଖୁସି ତାଙ୍କ ଆନନ୍ଦ ତାଙ୍କ ଭଲ ପାଇଁ କହୁଥିବ, ମୁଁ ମଧ୍ୟ ସେ ତାଙ୍କ କଥାରେ ଖୁସି ଆନନ୍ଦ, ମୋର ସେଥିରେ କିଛି ପ୍ରତିରୋଧ କରିବାର ନାହିଁ କି କେତେବେଳେ କୌଣସି ଆମର ଦ୍ୱନ୍ଦ୍ୱତା ନାହିଁ କି କେତେବେଳେ ନାହିଁ। ଆମେ ସବୁବେଳେ ଲୋକମାନଙ୍କର ଆଶା ଭରସା ନେଇ ଏବଂ ଦଳର ଯିଏ ଆମର ସଭାପତି ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ ଥିଲେ ସିଏ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏବେ ଦଳର ସଭାପତି ହେଲେ କହିଛନ୍ତି, ଆମେ ଲୋକମାନଙ୍କର ଯେଉଁ ଆସ୍ଥା ନେଇକି ଯେଉଁ ଆଜି ବିଜୟ ହୋଇଛି, ଲୋକମାନଙ୍କର ଯେଉଁ ଆଶା ଭରସା, ଲୋକମାନଙ୍କର ଯେଉଁ ବିଶ୍ୱାସ ଅଛି, ଲୋକମାନଙ୍କ ପାଇଁ ଯେଉଁ କାର୍ଯ୍ୟ କରିବା ପାଇଁ ଆମେ ଯେଉଁ ପ୍ରତିଶ୍ରୁତି ଦେଇଛୁ, ସେଇ ପ୍ରତିଶ୍ରୁତିକୁ ନେଇକି ଆମେ ବିଭିନ୍ନ ୱାର୍ଡ଼ରେ ବିଭିନ୍ନ ସମୟରେ ଆମେ ଯାଇକି ଆଲୋଚନା କରି କାମ କରୁଛୁ। ତେଣୁକରି କିଏ ତାକୁ କେତେବେଳେ କ'ଣ କହିଲା କ'ଣ ନ କହିଲା ସେଥିରେ ଆମେ ଆମେ ଆମର ଆଲୋଚନା କରୁ ଉନ୍ନତିମୂଳକ କାର୍ଯ୍ୟକ୍ରମ ପାଇଁ। ଯେତେବେଳେ ବୈଠକ କୌଣସି ବୈଠକଟା ହୁଏନି ଯେ ଆମ ଦଳ ଭିତରେ ତ ଆମେ ସମସ୍ତେ ଏକ, ଆମ ଭିତରେ କ'ଣ ଆମର ତ ଦଳର ନେତା ଜଣେ ହେଲା ଆମ ସଭାପତି, ଆଉ ଆମ ଭିତରେ ଆଜ୍ଞା ଦ୍ୱନ୍ଦ୍ୱତା ଆସିବ କେଉଁଠୁ ଯେ ଏସବୁ ଆସିବ? ଏଇସବୁ ମିଥ୍ୟା କଳ୍ପକଳ୍ପିତ ଭାବନା ପ୍ରକଳ କୌଣସି ସେମିତି କୌଣସି ନାହିଁ। ସବୁବେଳେ ଉନ୍ନତି ବେଳେ ଯଦି ବି କିଏ କହୁଥିବ, ଯଦି କହୁଥିବ ତାଙ୍କର ମନ ଖୁସି ପାଇଁ କହୁଥିବ, ସେ ଖୁସିର ଆନନ୍ଦରେ ଆମେ ବି ଖୁସି ସେମିତି କହୁଥାନ୍ତୁ। ଆମେ ସେମିତି କିଏ ଯଦି ଜାଣିନଥିବ ତାର ମୁଁ ଜାଣିନି ତ, ମୁଁ ଯାହା ଯେତିକି ଆଇନ କାନୁନ ପାଠ ବିଷୟରେ ଜାଣିଛି, ତାର ଯାହା ଅଛି ସବୁ 2/3 ମେଜରିଟି ଅଛି, କ'ଣ ଅଛି କି କ'ଣ ଯିବ କୌଣସି କାହାକୁ କୁହାନି କି ଦଳରେ କାହାକୁ ଇଗ୍ନୋରାନ୍ସ କରାଯାଏନି କି ଦଳରେ କାହା ପ୍ରତି କରାଯାଏ। ଦଳରେ ସମସ୍ତେ ଏକ, ସମସ୍ତେ ସମାନ। ଆମ ଭିତରେ ଏକତା ଅଛି, ଆମ ଭିତରେ ଦଳର ଡିସିପ୍ଲିନ୍ ଅଛି, କୌଣସି କିଛି କେତେବେଳେ ଇଣ୍ଡିସିପ୍ଲିନ୍ ଦଳରେ ବି ହେଇନାହିଁ।